ଢେଙ୍କାନାଳ ଜିଲ୍ଲା କାମାକ୍ଷା ଉପଖଣ୍ଡର କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବିରାଶାଳ ଗ୍ରାମରେ 1963 ମସିହାରେ ଗ୍ରାମର ସ୍ୱର୍ଗତ ରାଜକିଶୋର ମିଶ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସରକାରୀ ପାଇଲଟ ଭାବରେ କାର୍ଯ୍ୟ କରୁଥିଲେ। ସେ ନିଜେ ପାଇଲଟ ହୋଇଥିବାରୁ ସେହି ସମୟରେ ପ୍ରାୟ 400 ଏକର ଜାଗାରେ ପଡ଼ିଆ ନିର୍ମାଣ କରି ନିଜ ଅଞ୍ଚଳର ବିକାଶ ପାଇଁ ବିଜୁ ବାବୁଙ୍କୁ ଗୋଟିଏ ବିମାନ ବନ୍ଦର କରିବା ପାଇଁ ପ୍ରସ୍ତାବ ରଖିଥିଲେ। ସେହି ସମୟରେ ବିଶେଷ ଅନୁଦାନ ଅଭାବରୁ ସମ୍ପୂର୍ଣ୍ଣ ହୋଇନପାରି ସେହି ପଡ଼ିଆଟି ଖାଲି ପଡ଼ିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ 1984 ମସିହାରେ ସେହି ପଡ଼ିଆରେ ପ୍ରଥମେ ବିମାନ ଅବତରଣ କରି କଙ୍କଡ଼ାହାଡ଼ ଓ ବିରାଶାଳ ଅଞ୍ଚଳରେ ରହିଥିବା ଆଦିବାସୀ ବସ୍ତିକୁ ଯାଇ ପ୍ରଥମେ ଇନ୍ଦିରା ଆବାସ ବଣ୍ଟନର ଶୁଭାରମ୍ଭ କରିଥିଲେ। ସେହିଦିନ କଙ୍କଡ଼ାହାଡ଼ ଗସ୍ତ କରି ଫେରିବା ପରେ ସେହିଦିନ ନ୍ୟୁଦିଲ୍ଲୀର ସଫଦରଜଙ୍ଗ ରୋଡ୍ରେ ନିଜ ବାସଭବନକୁ ଫେରୁଥିବା ବେଳେ ନିଜ ସୁରକ୍ଷା କର୍ମୀଙ୍କ ଦ୍ୱାରା ଗୁଳିରେ ନିହତ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ସୁପୁତ୍ର ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ 1991 ମସିହାରେ ଦ୍ୱିତୀୟ ଥର ପାଇଁ ବିମାନ ଅବତରଣ କରି ଅଞ୍ଚଳ ବୁଲି ଡଙ୍ଗାବଳ ଗ୍ରାମକୁ ଯାଇ ଇନ୍ଦିରା ଆବାସ ଗୃହର ଉଦ୍ଘାଟନ କରିଥିଲେ। 1982 ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟ ଥର ପାଇଁ ବିମାନ ଅବତରଣ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଦୀର୍ଘ 33 ବର୍ଷ ପରେ ବିଜୁବାବୁଙ୍କର ସ୍ୱପ୍ନକୁ ତାଙ୍କର ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରି ଅନୁଦାନ ଦେଇ ପ୍ରଥମେ 2019 ମସିହାରେ ବିରାଶାଳ ପ୍ରଶିକ୍ଷଣ କେନ୍ଦ୍ର ଶୁଭାରମ୍ଭ କରିଥିଲେ। ଏବେ ସେହି ପ୍ରଶିକ୍ଷଣ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ବିକାଶ ଆରମ୍ଭ ହୋଇଛି। 775 କୋଟି ମଞ୍ଜୁର କରାଯାଇଛି। ଓଡ଼ିଶା, ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ 33 ଜଣ ପାଇଲଟ ତାଲିମ ନେଉଛନ୍ତି। 40 ଜଣ ତାଲିମ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ବିରାଶାଳ ବିମାନ ଉଡ଼ାଣ କେନ୍ଦ୍ରରେ 4000 ଫୁଟ ଲମ୍ବାରେ ରେଲୱେ ରହିଛି। ଭବିଷ୍ୟତରେ 500 ଛାତ୍ରଛାତ୍ରୀ ତାଲିମ ନେବାର ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ଜିଲ୍ଲାପାଳ ସରୋଜ କୁମାର ସେଠୀ ବିମାନ ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିଭୂମି ଓ ଏହାର ବିକାଶ କିଭଳି ହେବ ଏହାର ସମୀକ୍ଷା କରିଥିଲେ। କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କେନ୍ଦ୍ରର ଭାରପ୍ରାପ୍ତ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋନାଲି ରଥ ଉପସ୍ଥିତ ଥିଲେ ଓ ଛାତ୍ରଛାତ୍ରୀମାନଙ୍କର ରହିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ବନ୍ଦୋବସ୍ତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଛାତ୍ରଛାତ୍ରୀମାନେ 18 ମାସ ପାଠ୍ୟକ୍ରମ ସରିବା ପରେ ଜଣେ ପାଇଲଟ ଭାବେ ବାହାରିବେ। ଏଥିସହିତ ଜଣେ ବ୍ୟକ୍ତି 10 ଲକ୍ଷ ଟଙ୍କା ଡିପୋଜିଟ୍ କରି ନିଜେ ମଧ୍ୟ ଉଡ଼ାଣ ପ୍ରଶିକ୍ଷଣ ନେଇପାରିବେ। ଆଦିବାସୀ ବହୁଳ ବ୍ଲକ ଅଞ୍ଚଳରେ ପ୍ରଶିକ୍ଷଣ କେନ୍ଦ୍ର ହୋଇଥିବାରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ବିରାଶାଳ ବିମାନ ଉଡ଼ାଣ ପ୍ରଶିକ୍ଷଣ ଦେବାକୁ ଉତ୍ସାହିତ କରାଯିବା। ଏହି କେନ୍ଦ୍ରକୁ ରାଜ୍ୟ ସରକାର ଆନ୍ତର୍ଜାତିକ ସ୍ତରରେ ବିମାନ ଉଡ଼ାଣ କରିବା ପାଇଁ ପ୍ରୟାସ କରିବା ସହ ଓ ପ୍ରଶିକ୍ଷଣ କେନ୍ଦ୍ରକୁ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ 301 ଏକର ଜାଗା ଅଧିଗ୍ରହଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଏବଂ ତାହା ନିକଟରେ ବିମାନ ବନ୍ଦର ନିର୍ମାଣ କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲୁ ରହିଥିବା କଥା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ, ରିଓ ନ୍ୟୁଜ୍।